ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସାରା ପୃଥିବୀରେ ଏକମାତ୍ର ରାଷ୍ଟ୍ର ଯାହା ସାରା ବିଶ୍ୱକୁ ଏହି ଯୋଗ ଶିକ୍ଷା ସମ୍ପର୍କରେ ସଚେତନ କରାଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଖୋର୍ଦ୍ଧା ବିଡିଏ କଲୋନୀ ସ୍ଥିତ ସିଗ୍ମା ପବ୍ଲିକ ସ୍କୁଲରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଯୋଗଗୁରୁ ବସନ୍ତ କୁମାର ଖୁଣ୍ଟିଆ ଏବଂ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗାସନ ଏବଂ ପ୍ରାଣାୟାମ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ। ସୂର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ, କପାଳଭାଟି, ଭ୍ରାମରୀ, ପଦ୍ମାସନ, ବଜ୍ରାସନ, ତାଡ଼ାସନ, ଯୋଗାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରି ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ସମୟରେ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଯୋଗ କରିବା ଦ୍ୱାରା ସ୍ମୃତିଶକ୍ତି ବୃଦ୍ଧି ହୁଏ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ଏକାଗ୍ରତା ରଖିବା ପାଇଁ ଯୋଗାସନର ଆବଶ୍ୟକତା ଅଛି। ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ଅନୁଷ୍ଠାନର ଉପାଧ୍ୟକ୍ଷ ତୁଷାର ରଞ୍ଜନ ମହାନ୍ତି, ଶିକ୍ଷକ ଦୀପ୍ତିରଞ୍ଜନ ରଣା, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଏହି ଅନ୍ତର୍ଜାତୀୟ ଯୋଗ ଶିବିରକୁ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଶୁଭ ଖବର।